ବିଶ୍ୱାସ ଦେଖିବେ କି ବୋଲେ ଗୋଟେ ପର୍ଟିକୁଲାର ବିଶ୍ୱାସ ମୁଁ ଲେଖା ଅଛି। ସେହି ଗୋଟେ ବିଶ୍ୱାସ କୋ ବିଶ୍ୱାସ ଆମେ ମାନେ ଜାଣୁ ସେ 18 ଅଧ୍ୟାୟ ଲୁକରେ ସେ ଜଣେ ବିଧବାଙ୍କର ଆଉ ସେ ଅନ୍ୟାୟକାରୀ ବିଚାରକର୍ତ୍ତାଙ୍କର ଦୃଷ୍ଟାନ୍ତ ପ୍ରଭୁ କହିଥିଲେ ନାଇଁ। 2 ପଦ 18:2 ଲୁକ। ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁ ନଥିଲେ। ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁ ଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା, ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉନଥିଲେ। କିନ୍ତୁ ପରେ ସେ ମନେ ମନେ କହିଲେ, କିଏ ବିଚାରକର୍ତ୍ତା କହିଲେ, ଯଦି ବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, ତଥାପି ଏହି ବିଧବାଟା ମତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନହେଲେ ସେ ସବୁବେଳେ ଆସି ମତେ ବ୍ୟତିବ୍ୟସ୍ତ କରୁଥିବ। ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଣ କହୁଅଛନ୍ତି ତାହା ଶୁଣ। ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିନ ରାତି ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ନାହିଁ? ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟ ପୁତ୍ର ଆସି ପୃଥିବୀରେ କଣ ସେହିପରି ବିଶ୍ୱାସ ପାଇବେ କି ଦେଖିବେ କି? ଅବଶ୍ୟ ଓଡ଼ିଆରେ ନାହିଁ, ମୁଁ ମିଶାଇଲି ଯେହେତୁ ତେଲୁଗୁରେ ଅଛି। ସେହିପରି ହ୍ୱାଟ ୱାଜ ଦ୍ୟାଟ? ସେହିପରି ବିଶ୍ୱାସ, ସେଇ ଗୋଟେ ପର୍ଟିକୁଲାର ବିଶ୍ୱାସ। ସେ ବିଧବା ସ୍ତ୍ରୀଙ୍କର ବିଶ୍ୱାସ କଥା କୁହାଉଛି ଏଠି। କଣ ଥିଲା ତାର ବିଶ୍ୱାସ? କିଏ ବିଚାରକର୍ତ୍ତା, ଅନ୍ୟାୟୀ ବିଚାରକର୍ତ୍ତା, ଈଶ୍ୱରଙ୍କୁ ଭୟ କରୁନଥିବା ବିଚାରକର୍ତ୍ତା, ଲାଞ୍ଚ ଖାଉଥିବା ବିଚାରକର୍ତ୍ତା। ସେ ବିଧବା ସ୍ତ୍ରୀ କେତେ କଷ୍ଟ ପାଇଲା କି ସେ ତାହାର ପ୍ରତି ନ୍ୟାଯ୍ୟ କରାଯାଉ ବୋଲି କେତେ ଗୋଡ଼ ଧରିଥିବ ସେ ତା ପାଖକୁ ଯାଇକି, ସେ ବିଚାରକର୍ତ୍ତା ପାଖକୁ ଯାଇକି। ବିଚାରକର୍ତ୍ତା ନ୍ୟାଯ୍ୟ କରୁନଥିଲା କାହିଁକି? ମାନେ ଏ ବିଧବା ସ୍ତ୍ରୀ ଠାରୁ ଗୋଟେ ନୂଆ ପଇସା ବାହାରିବ ନାହିଁ ଲାଞ୍ଚ ପାଇଁ। କେତେ ପଇସା ଦେଇପାରିବୁ? ବାବୁ ଦେଇପାରିବିନି ବାବୁ। ତୁ ଦେଇ ତୋର ପାଇଁ କାହିଁକି ଟାଇମ ୱେଷ୍ଟ କରିବି? ଯେ ପଇସା ଦେଉଛି ତାର ପାଇଁ ଟାଇମ କାଢିବି ନା, ତୋର ପାଇଁ ଗେଟ୍ ଆଉଟ୍। ହେଲେ ପଳେଇଲା, ଆଉ ସକାଳକୁ ଆସିଛି ବୋଧେ। ବାବୁ ଆଉ ଆସିଲ ତୁ? ମନା କଲି ନା, ନାଇଁ ବାବା କିଏ କୁଆଡେ ଯାଇପାରିବି ବାବୁ, ଗୋଟେ ପଇସା ନାଇଁ ବାବୁ, ଦୟା କର ବାବୁ। ସବୁଦିନ ସେ ବିରକ୍ତ କରିଦେଇଥିଲା ଏ ବିଚାରକର୍ତ୍ତାକୁ। ଲାଷ୍ଟକୁ ବିଚାରକର୍ତ୍ତା ଭାବିଲା, ବିରକ୍ତ ହେଇକି, ହଉ କଣ ହେଲା ତୋର କଥା କଣ? ତାର ପୁଅ ତାକୁ କେତେ କଷ୍ଟ ଦେଉଥିଲା ନା, ତାର ନାତି ତାକୁ କଷ୍ଟ ଦେଉଥିଲା। ଯେହେତୁ ବିଧବା ହେଇଛି, ସେ ପଡିଶା ଘର ଲୋକ ପୁରୁଷ ମାନେ ତାକୁ କଷ୍ଟ ଦେଉଥିଲେ, କି ସେ ଯୋଉଠି କାମ କରୁଥିବ ସେଠି ତାକୁ କଣ କଷ୍ଟ ଦଉଥିବେ, ତାକୁ ଲୁଟିବା ପାଇଁ କଣ କଷ୍ଟ ଦଉଥିବେ, ତାର ଏକମାତ୍ର ଘର ଥିଲା ନା କଣ ତାକୁ ଲୁଟିବା ପାଇଁ କି କଷ୍ଟ ଦଉଥିଲା। ତାର ସମସ୍ୟା ଆମକୁ ଜଣାନି, ବଟ୍ ୱାନ୍ ଥିଙ୍ଗ वी कैन अंडरस्टैंड कि ସେ ଏତେ ହେଲ୍ପଲେସ୍ ଥିଲା, ଏତେ ନିଃସହାୟ ଥିଲା, ତାର ସପକ୍ଷରେ କେହି ନଥିଲେ, ନ୍ୟାଯ୍ୟ ହେଉ ବୋଲି ସେ ଭିକ ମାଗୁଥିଲା। ଯାହା ପ୍ରଭୁ କହୁଛନ୍ତି, ଏମିତିକା ଜଣେ ବିଧବାଙ୍କ ପ୍ରତି ଯଦି ଅନ୍ୟାୟୀ ହେଇଥିବା ବିଚାରକର୍ତ୍ତା ଯଦି ବିଚାର କରିକି ନ୍ୟାଯ୍ୟ କରାଇଲା, ତ ପରମେଶ୍ୱର ଆଉ କେତେ ନ କରିବେ? କଣ? ଅନ୍ୟାୟର ବିଚାର। ମନୁଷ୍ୟ ପୁତ୍ର ଆସିଲା ବେଳେ ଲୋକମାନେ କରୁଥିବା ଅନ୍ୟାୟର ବିଚାର ସେ କରିବ ବୋଲି କେତେ ଜଣ ବିଶ୍ୱାସ କରୁଛ? ଦ୍ୟାଟ୍ ଇଜ ଦ ପଏଣ୍ଟ ହିୟର। ଏଠିର ବିଶ୍ୱାସ କଣ? ମାନେ ଯେତେ ଜଣ ନିଃସହାୟ ହୋଇ, ଦୁର୍ବଳ ହୋଇ, ନଗଣ୍ୟ ହୋଇ, ତୁଚ୍ଛୀକୃତ ହୋଇ, ତଳେ କଚାଡି ଦିଆଯାଇକି
ତୁ ପାରିବନି ବୋଲି ଥଟ୍ଟା କରୁଛନ୍ତି। ସେହି ଦିନହୀନ ମାନଙ୍କ ସପକ୍ଷରେ ବିଚାର କରିବାକୁ ସେ ଆସୁଛନ୍ତି। ଆଉ ସେ ଅନ୍ୟାୟର ବିଚାର କର୍ତ୍ତା ଯଦି ନ୍ୟାଯ୍ୟ କରିଲା ଏଇ ବିଧବାଙ୍କୁ, ତ ନ୍ୟାଯ୍ୟମାନ ପରମେଶ୍ୱର ଆଉ କେତେ ଅଧିକ ପରିମାଣରେ ଆଉ କେତେ ଶୀଘ୍ର ନ କରିବେ। ଦେଖିବା କେତେ ଜଣ ବିଶ୍ୱାସ କରୁଛ ବୋଲେ ପ୍ରଭୁ ମନୁଷ୍ୟ ପୁତ୍ର ଆସିକି he will judge the world। ସବୁ ଗର୍ବୀ ମାନଙ୍କୁ, ଅହଙ୍କାରୀ ମାନଙ୍କୁ, ହିଂସକ ବୁଦ୍ଧି ମାନଙ୍କୁ, ଗରିବ ଲୋକମାନଙ୍କୁ, ଦିନହୀନ ମାନଙ୍କୁ, ଲୁଟି ଖାଇବା ଲୋକମାନଙ୍କୁ କେମିତି ବିଚାର ନ କରିବେ ଦେଖ ବୋଲଛନ୍ତି ସେ। ବିଶ୍ୱାସ କରୁଛ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି ବିଚାର କରିବେ। ଆମ୍ଭମାନଙ୍କ ଜୀବନରେ କରାଯାଇଥିବା ପ୍ରତ୍ୟେକ ଅନ୍ୟାୟର ବିଚାର ହେବ ବ୍ରଦର ସିଷ୍ଟର, ଶୀଘ୍ର ହେବ। ହ୍ୟାଭ୍ ଫେଥ୍। ଆମେ ଭାବୁଥ ଆମ ଜୀବନରେ ଏତେ କଷ୍ଟ ପାଉ, ବେଳେ ବେଳେ ଏତେ ଚିପୁଡି ହେଇଯାଉ ହୃଦୟରେ, କହୁ କି କାଏ ପରମେଶ୍ୱର ଥିଲେ ଗୋଟେ ନ୍ୟାୟ କରିଥାନ୍ତେ କିଛି। ପରମେଶ୍ୱର ଥିଲେ ମତେ ଏତେ ଅନ୍ୟାୟ କାହିଁକି ହେଇଥାନ୍ତା, ମୋ ପଇସା ଲୁଟିକି ନେଇଗଲା, ଖାଇଦେଲା, ଠକି ଦେଲା। କେତେ ଲୋକ କାନ୍ଦୁଛନ୍ତି ନା ନାଇଁ? ଖ୍ରୀଷ୍ଟିଆନ ଭିତରେ ଲୁଟି ଖାଉଛନ୍ତି ଆଜ୍ଞା। ଆଉ ଦେଖିଲା ବେଳକୁ କିଛି ପରମେଶ୍ୱର ବି କିଛି କହୁନାହାନ୍ତି। କହିଲା ପରେ ଚୁପ୍ ଅଛନ୍ତି, କହିଲା ପରେ ଜଣା ପଡେ, ଯେଉଁ ଦ୍ୱାରା କି ଲୋକ ଭାବୁଛନ୍ତି ଅନୁଗ୍ରହ ଯୁଗ ଏଟା ସବୁ, ଆଉ ପ୍ରଭୁ ପଚାରିବେ ନାହିଁ, କ୍ଷମା କରି ସାରିଛନ୍ତି। ପ୍ରଭୁ କ୍ଷମା କରିଦିଅ ବୋଲି କହିବାର ଆଉ ପ୍ରଭୁ ନେଇ ଯିବାର ନାଇଁ କି? ସବୁ ଲେଖା ହଉଛି। କୃତ ଅନ୍ୟାୟର ବିଚାର କରାହେବ। ଏହି ବିଶ୍ୱାସ ଦେଖିବେ କି ବହୁତ ଜଣ ଭାବୁଛନ୍ତି ନା ଆଉ ବିଚାର ନାହିଁ ଭାବୁଛନ୍ତି ବୋଧେ। ତ ଫର୍ଷ୍ଟ ଥିଙ୍ଗ, ବିଶ୍ୱାସ ଧରି ରଖ, ଜଗତ ଉପରକୁ ବିଚାର ଆସିବ। ବିଶ୍ୱାସ କର, ସତରେ ବିଲିଭ୍ ଇନ୍ ଗଡ୍। ଆପଣଙ୍କ ଜୀବନରେ କରାଯାଇଥିବା ଅନ୍ୟାୟର ବିଚାର ବି ହେବ। ଛାଡ଼ିବେନି ପ୍ରଭୁ କାହାକୁ ବି। ସେଥିପାଇଁ ବାରମ୍ବାର କୁହାଯାଉଛି ସୂଚି କର, ସଫା କର, ନିଜକୁ କ୍ଲିନ୍ ଅପ୍ କରିଦିଅ, ୱାଶଅପ୍ କର, ପୁରା ୱାଶ କର। ଯାହା କିଛି ପରସ୍ପର ପ୍ରତି ଆମମାନଙ୍କ ହୃଦୟରେ ଗୋଟେ ବିରୋଧ ଭାବ ଅଛି, କ୍ଷମା ମାଗିବାର, କ୍ଷମା କରିଦେବାର ବି। ପ୍ରେଜ୍ ଦ ଲର୍ଡ। ଦ ଫର୍ଷ୍ଟ ଥିଙ୍ଗ, ବିଶ୍ୱାସ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମୟରେ ବିଶ୍ୱାସ ଦରକାର। ତା ପ୍ରଥମରେ କଣ ଶୁଣିଲୁ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରିବା ଦରକାର ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି ବୋଲି ବିଶ୍ୱାସ କରିବାର, ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଈଶ୍ୱର ଅଟନ୍ତି ବୋଲି ବିଶ୍ୱାସ କରିବାର, ତାହାଙ୍କର କ୍ରୁଶୀୟ ଯାତନା ଯାହା ଥିଲା ତାହା ଜିହୁଦୀ ମାନଙ୍କର ପଲିଟିକ୍ସ ପାଇଁ ନଥିଲା, ତାହା ଆମର ପାପ ପାଇଁ ହିଁ ଥିଲା ବୋଲି ବିଶ୍ୱାସ କରିବାର, ସେ ତାଙ୍କରି ମୃତ୍ୟୁବରଣ ଆମର ପାଇଁ ଥିଲା ବୋଲି ବିଶ୍ୱାସ କରିବାର, ଆଣ୍ଡ ସ୍ପେଶାଲି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସେ ତୃତୀୟ ଦିନରେ ଉତ୍ଥାପିତ ହେଲେ ବୋଲି ବିଶ୍ୱାସ କରିବାର, ତାହାଙ୍କର ନାମ ଆଉ ରକ୍ତରେ ଛଡା ଆଉ କାହିଁରେ ବି ପରିତ୍ରାଣ, ମୁକ୍ତି ଆଉ ପ୍ରାପ କ୍ଷମା ନାହିଁ ବୋଲି ବିଶ୍ୱାସ କରିବାର। ଏତିକି ବିଶ୍ୱାସ କରିଲେ ପ୍ରକୃତରେ ଆପଣମାନେ ଖ୍ରୀଷ୍ଟିଆନ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ନମ୍ବର 1। ନମ୍ବର 2, ଏହି ବିଶ୍ୱାସ ମୁଁ କହୁଥିଲି, ବିଶ୍ୱାସ ମାନେ କଣ? ବିଶ୍ୱସ୍ତତା ମାନେ କଣ? ଆମେ ତାଙ୍କୁ ମାନି ନେଲେ ବିଶ୍ୱାସ, ସେ ଆମକୁ ମାନିଲେ ବିଶ୍ୱସ୍ତତା, ସେ ଆମକୁ ବିଶ୍ୱାସ କଲେ ବିଶ୍ୱସ୍ତତା। ପ୍ରେଜ୍ ଦ ଲର୍ଡ। ଆପଣଙ୍କ ମତେ ସେ ବିଶ୍ୱାସ କରିପାରିବେ କି? କେତେ ଦିନ ଥିବୁ, କେତେ ଦିନ ଠିଆ ଥିବୁ, 2 ଦିନ କାମ ନହେଲେ, 2 ଦିନ ଖାଇବାକୁ ନ ମିଳିଲେ ଛାଡିଦେବୁ ନାହିଁ ତ? ଗୋଟେ ମିରାକଲ ନହେଲେ, ଗୋଟେ ଆଶ୍ଚର୍ଯ୍ୟ କର୍ମ ନହେଲେ, ଗୋଟେ ହିଲିଂ ନହେଲେ, ସ୍ୱାମୀକୁ ଗୋଟେ ପଇସା ନ ମିଳିଲେ ଛାଡିଦେବୁ ନାହିଁ ତ? ହେଁ, ଚିନ୍ତା କର। ମିରାକଲ 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 ହେଉଥିବେ 24 ଘଣ୍ଟା। ଆଶ୍ଚର୍ଯ୍ୟ କର୍ମ ହଉଥିବେ, ଏ ମିଟିଂ, ସେ ମିଟିଂ, ସେଇଠି ପ୍ରାର୍ଥନା, ଏଇଠି ପ୍ରାର୍ଥନା, ଏଇଠି ଯାଇକି ସେଇଠି ଯାଇକି, କାମ ନହେଲେ ହ୍ୱାଟ, କ୍ୟା
ବହୁତ ଜଣ ଏ ମଝିରେ ମତେ ପ୍ରେ ରିକ୍ୱେଷ୍ଟ ଦିଅନ୍ତି, ଦେଖୁଥାଏ कि आज्ञा हमको जଣେ ଭାଇଙ୍କ ଟିକେ ସୁସ୍ଥତା ପାଇଁ ପ୍ରାର୍ଥନା କରିଦିଅନ୍ତୁ। ଆଉ ସେ ସିରିୟସ୍ ଅଛନ୍ତି। ଆଉ ପ୍ରଭୁ ଯଦି ତାଙ୍କୁ ସୁସ୍ଥ କରିବେ, ଆଉ ସୁସ୍ଥ କରିବେ, ତାଙ୍କର ଫ୍ୟାମିଲି ସମସ୍ତେ ବାପ୍ତିସ୍ମ ନେବେ ବୋଲି କହୁଥିଲେ। ଏମିତି ବହୁତ ଗୁଡେ ପ୍ରେ ରିକ୍ୱେଷ୍ଟ ଥାଏ, ମୋ ପାଖକୁ ଆସେ। କହନ୍ତି ନାଇଁ ୟାକୁ ସୁସ୍ଥ କରିଦେଲେ ପୁଣି ତାଙ୍କର ସେ ସେ ପିଲାର କେତେ ଜଣ ଥିବେ, ତାଙ୍କ ଘର ଲୋକ, ମା ବାପା, ଭାଇ ଭଉଣୀ, ଆମେ ସେତେବେଳେ ମାନିବୁ, ଆମେ ବିଶ୍ୱାସ କରିବୁ, ପ୍ରଭୁ ଆମେ ବାପ୍ତିସ୍ମ ନେଇଯିବୁ ବୋଲି କହୁଥିବେ। ତେଣୁ ଆକୁ ସୁସ୍ଥ ହେଉଯାଉ, ଜୋରରେ ପ୍ରାର୍ଥନା କର ଆପଣ ମାନେ। ନାଇଁ ହେଲା ନାଇଁ, ଆଉ ଚାଲିଗଲାଣି ବହୁତ ଲୋକ। ଏମିତି ବିଶ୍ୱାସ କାମ କରିବନି। ଆମେ ପ୍ରଭୁଙ୍କୁ ବ୍ଲାକମେଲ କରିବା କଥା ନୁହେଁ। ଶୟତାନ କଣ କରଲା ପ୍ରଭୁଙ୍କୁ? ଡେଇଁ ପଡ, ଦୂତମାନେ ଆସିକି ରକ୍ଷା କରିବେ। ଏଁ? ପ୍ରଭୁ କହିଲେ ତୁମେ ଆପଣା ପରମେଶ୍ୱରଙ୍କୁ ପରୀକ୍ଷା କରିବା କଥା ନାହିଁ। ଡୁ ନଟ୍ ଟେଷ୍ଟ ହିମ୍, କରିବା କି ନାହିଁ ଦେଖିବା। ବ୍ଲାକମେଲ କରିବାର ନାହିଁ ପ୍ରଭୁଙ୍କୁ। ପ୍ରଭୁଙ୍କୁ ଆମେ ପରୀକ୍ଷା କଲେ ମୁଁ ବାପ୍ତିସ୍ମ ନେବି। ନେଭର ଡୁ ଦିସ୍। ଏଇ ଗର୍ବର ପ୍ରାର୍ଥନା ପ୍ରଭୁ ଜମା ଗ୍ରହଣ କରିବେ ନାହିଁ। ମୋର କଣ ଯୋଗ୍ୟତା ପ୍ରଭୁ ତୁମେ ଯେ କାମ କରିବ ମୋ ପାଇଁ? ବସ୍ ତମ ପାଖରେ ଦୟା ମିଳୁଛି ବୋଲି ଭିକ ମାଗୁଛୁ ବୋଲି ଭାବିକି ମାଗିବାର ନା ଆଉ। କଣ ଦାଉଦ କଣ କହିଥିଲେ ପାପ କଲା ପରେ? ଦାଉଦ କହିଲେ, ହେ ପରମେଶ୍ୱର, ତୁମେ ଏବେ ଯଦି ବିଚାର କରିବ, ତେବେ ବି ଧାର୍ମିକ ହିଁ ହେବ। ମୁଁ ସିନା ପାପୀ, ତୁମେ କ୍ଷମା କରିଲେ ବି ତୁମେ ଧାର୍ମିକ। ନା ତୁମେ କ୍ଷମା ନ କରିକି ଦଣ୍ଡ ଦେବ ତ ତୁମେ ଧାର୍ମିକ, ନ୍ୟାୟବାନ, ତୁମେ ଠିକ କରିଲ। ୟୁ ଆର୍ ରାଇଟ୍। ମୋର ବୁଦ୍ଧି, ମୁଁ ପାପ କଲି, ଆଉ ଆଉ ମୋର କଣ ଯୋଗ୍ୟତା? ତୁମେ ବିଚାର କରିକି ଦଣ୍ଡ ଦେଲେ ବି ତୁମେ ଠିକ, ନାଇଁ କ୍ଷମା କରିଲେ ବି, ଏଟା ତୁମର ଅନୁଗ୍ରହ। ଯାହା भी କଲେ ବି यू आर राइट प्रभु, आपने ठीक किया। ଆମେ ପରମେଶ୍ୱରକୁ ଯଥାର୍ଥ ବୋଲି ମାନି ନେବାର, ସେ ନ୍ୟାୟବାନ ବୋଲି ମାନି ନେବାର, ଆଜ୍ଞା, ନେଭର ବ୍ଲାକମେଲ ଗଡ। ରିକ୍ୱେଷ୍ଟ କରିବାର, ଗୋଡ ଧରିବାର, କାନ୍ଦିବାର। କଣ କହିଲେ କିଣାଣ ସ୍ତ୍ରୀ? ପ୍ରଭୁ କହିଲେ, ପିଲାମାନଙ୍କର ରୋଟି ରୋଟି ନେଇକି ମୁଁ କୁକୁର ପିଲାମାନଙ୍କୁ ପକେଇଦେବି କି ବୋଲି କହିଲେ? କଣ କଣ କହିବା କଥା? ଆମେ ହେଲେ କଣ କହିଥାନ୍ତୁ କି? ହଁ, ଆମେ କୁକୁର ପିଲା ଦେଖା ଯାଉଛୁ କି? ଆମକୁ ଏତେ ଶସ୍ତା ପଡିଗଲୁ କି? ଆମେ ଏତେ ଆସିକି ପ୍ରାର୍ଥନା କରାଉଛି ବୋଲି ଆମକୁ ଏତେ ଶସ୍ତା ଦେଖିବ କି ବୋଲି କହିବୁ। କିନ୍ତୁ କିଣାଣ ସ୍ତ୍ରୀ କଣ କହିଲ? ହଁ ପ୍ରଭୁ ଠିକ ଅଛି, ଯାହା ବି ହଉ, ପିଲାମାନେ ମେଜରେ ଖାଇଲା ବେଳେ ଗୁଣ୍ଡା ଗୁଣ୍ଡି ଯାଇକି ପଡିଯାଆନ୍ତି କି ନାଇଁ? ତଳେ ଖଣ୍ଡ ସବୁ ପଡିଯାଏ, କୁକୁର ପିଲାମାନେ ଖାଆନ୍ତି କି ନାଇଁ? ସେମିତି ଭାବିକି ଗୋଟେ ଖଣ୍ଡ ପଡିଗଲା ତଳେ, ସେଥିରୁ ମତେ ଦେଇଛି ବୋଲି ଭାବିକି ମୋର ଝିଅକୁ ସୁସ୍ଥ କରୁନାହାନ୍ତି ବୋଲି ରିକ୍ୱେଷ୍ଟ କରିଦେଲରୁ ପ୍ରଭୁ କହିଲେ, କଣ କହିଲେ? ତାଙ୍କର ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟାନ୍ବିତ ହେଲେ ପୁଣି, ଆଉ କହିଲେ, ଏଟା ବଡ ବିଶ୍ୱାସ। କୋଉଟା ବଡ ବିଶ୍ୱାସ? ଅଯୋଗ୍ୟ ଭାବିକି ପ୍ରାର୍ଥନା କରୁଛ ଯଦି, ଆମେ ତ ଅଯୋଗ୍ୟ, ଆଉ ସେ ତ ଶୁଣିବେ ତ ନାଇଁ, ଆଉ କାହିଁକି ଯିବା ତାଙ୍କ ପାଖକୁ? ଆମେ କାହିଁକି ଯିବୁ? ସେ କାହିଁକି ଆମ ପ୍ରାର୍ଥନା ଶୁଣିବେ? ଥାଉ ବୋଲି ଭାବିଲେନି। ଅଯୋଗ୍ୟ ବୋଲି ଭାବିକି ବି ତାଙ୍କ ଠାରୁ ଦୟା ପାଇବାର, ଅନୁଗ୍ରହ ପାଇବାର ଯୋଗ୍ୟତା ଅଛି ନାହିଁ ବୋଲି ଜାଣିକି ବି ଟିକେ ଟ୍ରାଏ କରିବୁ ବୋଲି ଯେଟା ଗଲା ନାଇଁ କି, ସେଟା ହେଲା ବଡ ବିଶ୍ୱାସ। ଦ ବିଗେଷ୍ଟ ଫେଥ୍। ଯେତେବେଳେ ନିଜକୁ ଆମେ ନମ୍ର କରିକି ମାଗୁ, ବଡ ବିଶ୍ୱାସ କି ନାଇଁ? ନାଇଁ କି ସେ ୱାର୍ଡ ପଢ, ମତେ ଖୁସି ଲାଗେ। 15, ମାଥ୍ୟୁ 15, ପ୍ରେଜ ଦ ଲର୍ଡ। 15:21 की, या 15:28 ପଡୁଛି। ମାଥ୍ୟୁ 15:28। ସେଥିରେ ଯୀଶୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ମୁହୂର୍ତ୍ତରେ ତାହାର କନ୍ୟା ସୁସ୍ଥ ହେଲା। କିଏ ସେ କିଣାଣୀ ସ୍ତ୍ରୀ? ଜିହୁଦୀ ବି ନାହିଁ। ବିଜାତି ମାନଙ୍କ ପାଇଁ ଗୋଟେ ସୁଯୋଗ, ଗୋଟେ ଅନୁଗ୍ରହ ଦତ୍ତ ହେଇନଥିଲା ସେ ପର୍ଯ୍ୟନ୍ତ। ପେଣ୍ଟିକୋସ୍ତ ଦିବସ ପରେ ପରେ ବିଜାତି ମାନଙ୍କ ପାଇଁ ଦ୍ୱାର ଖୋଲା ହେଲା।
ତ ଏମାନଙ୍କର ବିଶ୍ୱାସ ଏତେ ବଡ କାହିଁକି? ମାନେ ପ୍ରଭୁ କହିଲେ ମୁଁ ପରା ଜିହୁଦୀ ମାନଙ୍କ ପାଇଁ ଆସିଲି। ଅବଭିୟସଲି ପରେ ବିଜାତି ମାନଙ୍କ ପାଖକୁ ସୁସମାଚାରର ବାଟ ଖୋଲା ହେଲା। କିନ୍ତୁ ଯୀଶୁ ସେ ବଞ୍ଚିଥିବା ସମୟର କଥା କହୁଛି ମୁଁ। କିରାଣୀ ସ୍ତ୍ରୀ ଜିହୁଦୀ ନଥିଲା, ସମରିଣୀ ସ୍ତ୍ରୀ ଜିହୁଦୀ ନଥିଲା। ବୁଝିଲେ କି? ସେମାନଙ୍କ ପାଇଁ ନଥିଲା ସେ ପ୍ରତିଜ୍ଞା। ସେଥିପାଇଁ କହିଲେ ପିଲାମାନଙ୍କର ରୋଟି କାହିଁ କୁଆଡେ ଗଲା, 26। ମାତ୍ର ସେ ଉତ୍ତର ଦେଲେ, ସନ୍ତାନ ମାନଙ୍କ ଆହାର ନେଇ କୁକୁର ମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁର ମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡିଥିବା ଅଇଁଠା ଖାଆନ୍ତି। ଅଇଁଠା ହେଲେ ଦେଇଦିଅ। नो ईगो, नथिंग। ଭିକ ହେଲେ ଦେଇଦିଅ ପ୍ରଭୁ, ବସ୍। ଆମର ଜୀବନ ଭଲ ହେଉ, ଭିକ ହେଲେ ଦିଅ ପ୍ରଭୁ। ମାଗିବାର ଯୋଗ୍ୟତା ନେଇ ଆମ ଆଡେ ତୁମେ ଅନାଇବାର ଦରକାର ବି ତୁମକୁ ନାହିଁ ପ୍ରଭୁ। ତଥାପି ପ୍ରଭୁଙ୍କୁ ଆପ୍ରୋଚ କରିବାର ତରିକା ଜାଣି ପାରିଲେ ନାହିଁ। ଏଇଟା ହେଲା ବଡ ବିଶ୍ୱାସ ଆଜ୍ଞା। ନିଜକୁ ଯେତେ ନତ କରିକି ତାଙ୍କ ଗୋଡ ଧରିବ, ବଡ ବିଶ୍ୱାସ। ଆଉ ଗୋଟେ ବଡ ବିଶ୍ୱାସ କୁଆଡେ ଗଲା? ପ୍ରେଜ ଦ ଲର୍ଡ, ହାଲେଲୁୟା। 8, ମାଥ୍ୟୁ 8, ମାଥ୍ୟୁ 8 ଅଧ୍ୟାୟ 10 ପଦ ପଢୁଛି। I just like this word, the great faith, ବଡ ବିଶ୍ୱାସ। ଓଡିଆରେ କଣ ଦେଖିବା, ମାଥ୍ୟୁ 8:10। ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକକୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଇସ୍ରାଏଲ ମଧ୍ୟରେ କାହାରି ଠାରେ ଏତେ ବଡ ବିଶ୍ୱାସ ପାଇନାହିଁ। କିଏ ସେ? ସେ ଶତାଧିପତିର ଦାସ। 6 ପଦରେ, 6 ପଦ ହେ ହଁ, 5 ପଦରୁ ପଡୁଛି। ଯୀଶୁ କପରନହୁମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି। ସେ ତାହାକୁ କହିଲେ, ମୁଁ ଯାଇ ତୁମକୁ ତାହାକୁ ସୁସ୍ଥ କରିବି। କିନ୍ତୁ ଶତସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ। କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ। କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟ ମାନେ ଅଛନ୍ତି। ମୁଁ ଜଣକୁ ଯାଅ କହିଲେ ସେ ଯାଏ, ଅନ୍ୟକୁ ଆସ ବୋଲି କହିଲେ ସେ ଆସେ, ପୁଣି ମୋହର ଦାସକୁ ଏହା କର କହିଲେ ସେ କରେ। କଣ ତାର ଅର୍ଥ? ଶତ ସେନାପତି ମାନେ ତା ତଳେ 100 ଜଣ ଦାସ ସୈନିକ ମାନେ ଅଛନ୍ତି। ସେଞ୍ଚୁରିୟନ, 100 ଜଣଙ୍କ ଉପରେ ଜଣେ ମିଲିଟାରୀ ଅଫିସର। ତାଙ୍କର ବିଶ୍ୱାସ ଦେଖ, ପ୍ରଥମ ତାଙ୍କର ବିଶ୍ୱାସର ପ୍ରଥମ କଥା କଣ? ମାନେ ସେ ଲୁକରେ ଯଦି ଇଟ ଷ୍ଟୋରି ପଢିବେ, ଲୁକରେ କଣ ହୁଏ? ଲୁକ 7 ଅଧ୍ୟାୟ ପରେ ଦେଖନ୍ତୁ, କାଢିଲେ ଲମ୍ବା ହେଇଯିବ। ଲୁକରେ କଣ ହୁଏ? ତାଙ୍କର ଏଇ ସେନାପତିର ଦାସ ପକ୍ଷାଘାତ ରୋଗରେ ପୀଡିତ। ଛାଡ, ଜିହୁଦୀ ମାନଙ୍କ ମଧ୍ୟରେ କେତେ ଜଣ ପ୍ରାଚୀନ ମାନେ ଗଲେ ପଡେ ପ୍ରଭୁଙ୍କ ପାଖକୁ। ଟିକେ ପଢିଲେ ହିଁ ଭଲ ଲାଗିବ। ଲୁକ 7 ଦେଖନ୍ତୁ, ବହୁତ ଜଣଙ୍କର ପ୍ରେୟର କେମିତି କରନ୍ତି ମୁଁ ଦେଖାଉଛି ଆପଣଙ୍କୁ। ଲୁକ 7:1 ପଢୁଛି। ଜାଣନ୍ତୁ, ହ୍ୱାଟ ଇଜ ଦ ବଡ ବିଶ୍ୱାସ ଯାହା ପ୍ରଭୁଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦିଏ। ୟା ଲୁକ 7 ଅଧ୍ୟାୟ 2 ପଦରୁ ପଡୁଛି। ସେ ସମୟରେ ଜଣେ ଶତସେନାପତିଙ୍କ ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା। ମୋର ଓଡିଆ ଭର୍ସନ ସେମିତି ଅଛି, ଆପଣଙ୍କର ବାଇବେଲରେ କେମିତି ଅଛି କି ଦେଖନ୍ତୁ। ୟାର ସେଠି ଥିଲେ ଆଡଜଷ୍ଟ ହେଇଯିବେ। ହୋଇ ମଲା ଭଳି ହଉଥିଲା। ସେ ତାହାଙ୍କର
ପ୍ରିୟ ପାତ୍ର ଥିଲେ। ସତ ସେନାପତିଙ୍କର ଦାସ ଜଣେ ପ୍ରିୟ ପାତ୍ର, ଦେଖ ବା 3 ପଦରେ ସେ ଯୀଶୁଙ୍କ ବିଷୟରେ ଖବର ପାଇ ସେ ଯେପରି ଆସେ ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥି ନିମନ୍ତେ ତାହାଙ୍କ ପାଖକୁ ଯିହୁଦୀ ମାନଙ୍କର କେତେକ ପ୍ରାଚୀନ ମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ। ସେମାନେ କେ ପ୍ରାଚୀନ ମାନେ ଯୀଶୁଙ୍କ ନିକଟକୁ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ ସେ ସେଥିର ଯୋଗ୍ୟ ଅଟନ୍ତି। ଏଇଟା କି ପ୍ରେର ଏ ବେଚାରା ସତସ୍ୟ ପଦ ରିକ୍ୱେଷ୍ଟ କରୁଛନ୍ତି ଯୀଶୁଙ୍କ ପାଖକୁ ଯାଇକି, ପ୍ଲିଜ ରିକ୍ୱେଷ୍ଟ କରନ୍ତୁ କାଳେ ସେ ଆସିପାରିବେ କି ଘରକୁ। ତ ଏମାନେ ଯାଇକି ରେକମେଣ୍ଡେସନ ରିକ୍ୱେଷ୍ଟ ନାହିଁ, ଲେଖା ବିନତି କଲେ ଲେଖା ଅଛି, କିନ୍ତୁ ବିନତି କେମିତି କରୁଛନ୍ତି? ପ୍ରଭୁ ତୁମ ସେ ବହୁତ ବଡ ଲୋକ, ସେନାପତି, ଅଫିସର, ଚାନ୍ଦା ଫାନ୍ଦା ବଢିଆ ଦିଅନ୍ତି ସେ, ଆପଣ ତାଙ୍କ ପାଇଁ କାମ କରିବାକୁ ବାଧ୍ୟ, ଆଉ ସେ ଯୋଗ୍ୟ। ଯୀଶୁ ଯାଇ ତାଙ୍କ ଦାସଙ୍କୁ ସୁସ୍ଥ କରିବା ପାଇଁ ସେ ଯୋଗ୍ୟ ପୁଣି। ଗର୍ବି ମାନଙ୍କର ପ୍ରାର୍ଥନା ସେଥିପାଇଁ ପ୍ରଭୁ ଶୁଣିବେ ନାହିଁ। This type of proud prayers never been heard, brother sister। ପ୍ରାର୍ଥନା ଦଳ ମାନଙ୍କର ମାଇଣ୍ଡ ସେଟ ସେମିତି ଥାଏ। କେତେ ଜଣ ଦାନ ପଠାଇଛି, ତେଣୁ ପ୍ରଭୁ ତୁମେ କାମ କର, ତୁମେ ଯାଅ, ସେ ବେଶୀ ଦାନ ପଠାଇ ଯୀଶୁଙ୍କ ନାମରେ କାମ। ଆରେ ପ୍ରଭୁ ତମକୁ ଦାନ ପଠାଇଲେ ମୁଁ କଣ ତାଙ୍କ ଦାସ ହେଇଗଲେ କି? ବହୁତ ଜଣ ଦାନ ଦେଇ ପ୍ରାର୍ଥନା କରାଇ ଜାଣିବି ନାହାନ୍ତି, ଆଟିଟ୍ୟୁଡ ଜାଣି ନାହାନ୍ତି। ହୋଇଥିଲା ଆପଣ ମାନଙ୍କୁ, ଆଜ୍ଞା ଦାନ ପଠାଇଛୁ, ପ୍ରାର୍ଥନା କରିଦିଅନ୍ତୁ, କାମ ହେବାର ଅଛି, ଏ ସପ୍ତାହ ଭିତରେ କାମ ହେବାର ଅଛି। ହ୍ୱାଟ? ଦରକାର ସେମିତି ଲୋକ ଦରକାର, ଦାନ ବି ଦରକାର ନାହିଁ ନା। ଆଟିଟ୍ୟୁଡ ଦେଖ, ପଇସା ଦେଇଛୁ କାମ ନହେଲେ କିନ୍ତୁ କର, ତୁମେ ପ୍ରାର୍ଥନା କର, ଜୋରସେ କର। ତମ ଦ୍ଵାରା ଏହି କାର୍ଯ୍ୟ ପାଇବା ପାଇଁ ସେ ଯୋଗ୍ୟ ପୁଣି। ପ୍ରଭୁ କହିଲେ ଏମିତି କି? ହେଲେ ଚାଲ ଦେଖିବୁ। 5 ପଦ ଦେଖ, କାରଣ ସେ ଆମ୍ଭ ମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭ ମାନଙ୍କ ନିମନ୍ତେ ସମାଜ ଗୃହ ନିର୍ମାଣ କରିଛନ୍ତି। କିଏ? ଏ ସତ ସେନାପତି ସମାଜ ଗୃହ ବନେଇ ଦେଲା ବୋଲି ଏ ପ୍ରାଚୀନ କମିଟି ବାଲା ଆସି କହୁଛନ୍ତି କି ପ୍ରଭୁ ତୁମେ ଯାଇକି ତାଙ୍କ ଘରକୁ ଯିବା, ଚାଲ। କାହିଁ? ନାଇଁ ସେ ଯୋଗ୍ୟ। କାହିଁକି? ସେ ଚାନ୍ଦା ଦିଅନ୍ତି, ସେ ଚର୍ଚ୍ଚ ବନେଇବା ପାଇଁ ଦାନ ଫାନ ଦିଅନ୍ତି, ମିଟିଂ ଫିଟିଂ କରିବା ଦାନ ଫାନ ଦିଅନ୍ତି, ଭୋଜି ଫୋଜି ହେଲେ ସବୁ କରନ୍ତି। କରିଥିବେ, ପ୍ରଭୁ ଆଶୀର୍ବାଦ କରନ୍ତୁ ଯେ ପ୍ରଭୁଙ୍କ ନିକଟକୁ ଯାଇକି ଜଣଙ୍କ ପାଇଁ ମଧ୍ୟସ୍ଥି ପ୍ରାର୍ଥନା କରିବାର ଦଳ ଏମିତି ଥିବ କି? 6 ପଦ, ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ, ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ ସତ ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ କଷ୍ଟ କର ନାହିଁ, କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ ମୁଁ ଏପରି ଯୋଗ୍ୟ ନୁହେଁ। ପ୍ରାଚୀନ ମାନେ କଣ କହିଲେ? ଯୋଗ୍ୟ, ସେ ଯୋଗ୍ୟ। ଏ କଣ କହୁଛନ୍ତି? ନା ପ୍ରଭୁ, ଆଇ ସରି, ମୁଁ କଣ ମାଇଣ୍ଡରେ ଥିଲି, ଡାକି ଆଣ ବୋଲି କହିଦେଲି, ସରି। ନା 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 ନା, ଆପଣ ମୋ ଘରକୁ କଣ ଆସିବାଟା କଣ ପ୍ରଭୁ? ମୋର ମତେ ଦରକାର ଥିଲେ ମୁଁ ତମକୁ ଡାକିବାଟା କଣ ପ୍ରଭୁ? ଆପଣ ମୋର ଦାସ ହେଇଛନ୍ତି କି କଥା ଆଜ୍ଞା ଏଟା? ମୁଁ ସିନା ଯିବା କଥା, ମୁଁ ସିନା ଖୋଜି ଯିବା କଥା, ମୁଁ ସିନା ତୁମ ଗୋଡ ପାଖକୁ ଯିବା କଥା, ଆସିଯାଅ କାମ କରିଦିଅ, ହେଇଯାଉ କାମ ଯୀଶୁଙ୍କ ନାମରେ। ହ୍ୱାଟ ଇଜ ଦିସ୍ ଆଟିଟ୍ୟୁଡ? ନିଜକୁ କେମିତି ଭାବିଲେ ସେ? ନା ପ୍ରଭୁ, ମୁଁ ଯୋଗ୍ୟ ନୁହେଁ। 7 ପଦରେ, ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ। ଦେଖ ଏଇଟା ଗୋଟେ, ଆପଣ ମୋ ଘରକୁ ଆସିବା ପାଇଁ ବି ମୁଁ ଯୋଗ୍ୟ ଭାବୁନାହିଁ, ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ମଧ୍ୟ କୋଉ ମୁହଁ ଦେଖାଇବେ ତାଙ୍କ ପାଖକୁ ଯିବାକୁ ଗଲେ? ପରଗ୍ରାହୀ ପରି ମୁହଁ ଅନାଇବାକୁ ବି ଲାଜ ଲାଗୁଥିଲା କରଗ୍ରାହୀଙ୍କୁ। ପ୍ରଭୁ ସରି, ମୁହଁ ଦେଖାଇ ପାରିବି ନାହିଁ, ସରି। So this is the right attitude
ଅଯୋଗ୍ୟ ଫିଲ୍ କରିବାଟା ନମ୍ର ମାନଙ୍କର ମୁଁ କିଛି ନାହିଁ ପ୍ରଭୁ ଆମେ ମାଟି ମାତ୍ର ପ୍ରଭୁ ଖାଲି ପାଟିରେ କହିଲେ ହେବନି ଆଜ୍ଞା ୟୁ ସୁଡ୍ ଫିଲ୍ ହେବେ ନାହିଁ କହିଦେଲେ ଫିଲ୍ ହେଇଯିବେ ହେଁ? କିନ୍ତୁ ପଦେ ଆଜ୍ଞା କରନ୍ତୁ ମୋହର ଦାସ ସୁସ୍ଥ ହେବ କାରଣ ମୁଁ ଓକେ ନ ପଦ ଯୀଶୁ ଏ ସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ ଆଉ ବୁଲି ପଡି ତାହାଙ୍କ ପଛରେ ଆସୁଥିବା ଲୋକମାନେ ପ୍ରାଚୀନ ମାନଙ୍କୁ କମିଟି ବାଲାକୁ କହିଲେ ମୁଁ ତୁମ୍ଭମାନଙ୍କୁ କହୁଅଛି ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡେ ବଡ ବିଶ୍ୱାସ ପାଇନାହିଁ। ଅଛି କି ବଡ ବିଶ୍ୱାସ ନ ତ ହେଇଯିବାର मानी नेबार कि हमें अयोग्य ना प्रभु इट्स ओके ठीक है प्रभु चलेगा ଆମେ ଯୋଗ୍ୟ ନୁହଁ ଏଇଭଳି ସମସ୍ୟା ଏଇଭଳି କଷ୍ଟ ପାଇଁ ଆମେ ଲାୟକ ପ୍ରଭୁ ଆମେ ଏଟା ପାଇଁ ହିଁ ଠିକ କଣ କହିଲ ଦ୍ୱିତୀୟ ଚୋର ଆମେ ଯୋଉ କଷ୍ଟ ପାଉଛୁ ପ୍ରଥମ ଚୋରକୁ କହୁଛୁ ଆମେ ଯୋଉ କଷ୍ଟ ପାଉଛୁ ଏଟା ଆମ ପାଇଁ ନ୍ୟାୟ ଏଟା କେତେ ଜଣଙ୍କୁ ଆମେ କଷ୍ଟ ଦେଇନଥିବୁ କି ନାଇଁ କି କେତେ ଜଣ ମୋ ଦ୍ୱାରା କଷ୍ଟ ପାଇଥିବେ କି ଆମ ପାଇଁ ନ୍ୟାୟ ଯେ ହେଲା ଠିକ ହେଲା ପ୍ରଭୁ କିଛି ଚିନ୍ତା ନାହିଁ receive brother accept the situation you are ମୋର ପାଇଁ ନ୍ୟାୟ ପ୍ରଭୁ ଏଟା ଏ ମାଡ ମାରିକି ଭଲ କାମ କଲୁ ଠିକ କହିଲ ପ୍ରଭୁ ଆଚ୍ଛା କି आपने ମୋର ପାଇଁ ଏଟା ଠିକ ଥିଲା ଆକ୍ଚୁଆଲି ହଁ ତଥାପି ଲାଷ୍ଟ ଏଣ୍ଡିଂ ରେ ଗୋଡ ଧରୁଛୁ ପ୍ରଭୁ କୋଉଠି ହେଲେ ଗୋଟେ ଦୟା ମୋ ଭଳି ଲୋକମାନଙ୍କୁ ଯୋଉ ବ୍ୟାଲେନ୍ସ ଅଛି ସେ ଦୟାରୁ କିଛିଟା ପକାଇ ଦିଅ ପ୍ରଭୁ ମୋ ଉପରେ ସ୍ୱର୍ଗ ଖୋଲିଯାଏ ଆଜ୍ଞା ଏମିତି ପ୍ରାର୍ଥନାରେ ସ୍ୱର୍ଗ ତରଳି ଯିବ ଆଶୀର୍ବାଦର ଅନୁଗ୍ରହର ବୃଷ୍ଟି ସ୍ୱର୍ଗ ମେଲ୍ଟ ହେଇଯିବ ଆପଣଙ୍କର ଏଇ ଆଟିଟ୍ୟୁଡ ପାଇଁ ଈଶ୍ୱରଙ୍କର ଆଖିରୁ ପାଣି ବାହାରି ପଡିବ melting the heart of Jesus ଯୋଉ ଦେଖ ସେ ଇସ୍ରାଏଲ ପ୍ରତି ବୁଲି ପଡିକି ଜିହୁଦୀ ମାନଙ୍କୁ ଦେଖି କହୁଛନ୍ତି କି ବାବୁ ମାନେ ଏତେ ପଛରେ ଆସୁଛ ପ୍ରଭୁ ମତେ ସୁସ୍ଥ କରିଦିଅ ମତେ ଇଏ କରିଦିଅ ମତେ ସେ କରିଦିଅ ଏତେ ଜୋର ପାଟି କରୁଛ ଏ କଣ କରୁଛି ଦେଖ ପ୍ରଭୁ ଆପଣ ଆମ ଘରକୁ ଆସିବା ପାଇଁ ଯୋଗ୍ୟ ମୁଁ ନୁହେଁ ପ୍ରଭୁ କିନ୍ତୁ ଆପଣଙ୍କର ପାୱାର ଜାଣିଛି କାହିଁକି ବୋଲି କହିଲେ ମୁଁ ଜଣେ ସତ ସେନାପତି ମୋର ଅଧିକାର 100 ଜଣଙ୍କ ଉପରେ କାମ କରିବ 100 ଜଣଙ୍କୁ ମୁଁ ଉଠାଇ ପାରିବି ବସାଇ ପାରିବି ପଠାଇ ପାରିବି ଡାକି ଆଣିପାରିବି ଆଣ୍ଠାଇ ପାରିବି ମୁଁ ଯଦି 100 ଜଣଙ୍କ ଉପରେ ଅଧିକାର ପ୍ରାପ୍ତ ହେବା ଲୋକ 100 ଜଣଙ୍କୁ ଯଦି ନଚାଇ ପାରିବି ଆପଣ ତ ବିଶ୍ଵକର୍ତ୍ତା ଦୁନିଆ ନଚାଇବେ ଆଜ୍ଞା ଆପଣ ହଙ୍ଗଲିରେ ରୋଗ କେତେ କଥା ଆପଣଙ୍କ ପାଇଁ ଆପଣ ଯୋଉଠି ଅଛନ୍ତି ସେଠି ଗୋଟେ ଅର୍ଡର ଦେଇଦେତ ରୋଗ ଛାଡିଦିବ ଯୀଶୁ ଖ୍ରୀଷ୍ଟଙ୍କର ଅଧିକାର କେତେ ସେ ଚିହ୍ନିଲେ ସେ ସତ ସେନାପତି 100 ଜଣଙ୍କ ଉପରେ ଯଦି ମୁଁ ଅଧିକାରୀ 100 ଜଣଙ୍କୁ ନଚାଇ ଯଦି ମୁଁ ଜାଣିଛି तो ଆପଣ ତ ପୁରା ସୃଷ୍ଟିକର୍ତ୍ତା कि नहीं आप कर सकते हैं प्रभु ଆପଣଙ୍କର ଅଧିକାରର ପାୱାର କେତେ ମୁଁ ଜାଣିଛି କଷ୍ଟ କରନ୍ତୁ ନାହିଁ ପ୍ରଭୁ ସେଇଠୁ ଆଦେଶ ଦେଇଦେଲେ ରୋଗ ଛାଡିଯିବ ୱାଓ ପ୍ରେଜ ଦ ଲର୍ଡ ଏଇ ସତ ସେନାପତି ମଧ୍ୟ ଜିହୁଦୀ ନଥିଲା ରୋମିଓ ମାନେ ଆମେ ଦେଖୁ ଏଇ ସୁସମାଚାର ମାନଙ୍କରେ ଜିହୁଦୀ ମାନଙ୍କ ଅପେକ୍ଷା ବିଜାତି ମାନେ ବହୁତ ସହଜରେ ପ୍ରଭୁଙ୍କୁ ଗ୍ରହଣ କଲେ ନମ୍ର ହୃଦୟରେ ଆଉ ଜିହୁଦୀ ମାନେ ଯେମାନେ ବ୍ୟବସ୍ଥା ବିଶିଷ୍ଟ ଥିଲେ ଗର୍ବ ବେଶୀ ଦେଖାଇଲେ ସେମାନେ ସମରଣୀ ସ୍ତ୍ରୀ ବିଜାତି ନାଇଁ ସେନାପତି ବିଜାତି ଏମିତି କେତେ ଜଣ ବିଜାତି ମାନେ ବହୁତ ନମ୍ର ହେଇକି ପ୍ରଭୁଙ୍କୁ ଗୋଡ ଧରି ପାରିଲେ ଆଣ୍ଡ ଜିହୁଦୀ ମାନଙ୍କ ମଧ୍ୟରୁ ସେ କୁଷ୍ଠରୋଗୀ ହୁଅନ୍ତୁ ସେ ମାଗଦଲିନୀ ମରିୟମ ପାପିନୀ ସ୍ତ୍ରୀ ହୁଅନ୍ତୁ କରଗ୍ରାହୀ ହୁଅନ୍ତୁ ସେମାନେ ଜିହୁଦୀ ମାନେ ଆକ୍ଚୁଆଲି ଯେଉଁମାନେ ସମାଜରେ
ସମାଜ ଦ୍ୱାରା ପରିତ୍ୟକ୍ତ ବିତାଡ଼ିତ ହେଇକି ଥିଲେ। ଯେଉଁମାନଙ୍କୁ ଶାସ୍ତ୍ରୀ ମାନେ ଗ୍ରହଣ କରୁନଥିଲେ, ଫାରିସୀ ମାନେ ଗ୍ରହଣ କରୁନଥିଲେ, ମହାଯାଜକ ମାନେ ଗ୍ରହଣ କରୁଥିଲେ, ମନ୍ଦିରରେ ଗ୍ରହଣ